ବନ୍ଦେ ମାତରମକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ। କିଏ ଠିକ୍ କିଏ ଭୁଲ, କିଏ କହୁଛି ସତ୍ୟ? ସତରେ ଭାରତ ବିଭାଜନ କରିଥିଲା କି କଂଗ୍ରେସ? ଜାତୀୟ ସଙ୍ଗୀତ ବନ୍ଦେ ମାତରମକୁ ନେଇ ପୁଣି ସରଗରମ ଜାତୀୟ ରାଜନୀତି। ବିଜେପି ଓ କଂଗ୍ରେସ ମୁହାଁମୁହିଁ। କଂଗ୍ରେସର ନିକଟତମ କାର୍ଯ୍ୟକାରିଣୀ ନିଷ୍ପତ୍ତିକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଅମିତ ଶାହା କହିଛନ୍ତି ଯେ 1937 ମସିହାରେ ମୁସଲିମ ତୁଷ୍ଟିକରଣ ପାଇଁ କଂଗ୍ରେସ ବନ୍ଦେ ମାତରମକୁ ଦୁଇ ଭାଗରେ ବିଭକ୍ତ କରି ଦେଶ ବିଭାଜନ ମୂଳଦୁଆ ପକାଇଥିଲା। ଆଜି ବି ସେହି ସମାନ ନୀତି ଆପଣାଉଛି। ବନ୍ଦେ ମାତରମ ଭାରତର ସ୍ୱାଧୀନତା ସଂଗ୍ରାମର ସେହି ଅମର ଆହ୍ୱାନ, ଯାହା ଗାଇ ଗାଇ ଶହ ଶହ ବୀର ଶହୀଦ ଫାଶୀ ଖୁଣ୍ଟରେ ଝୁଲି ପଡ଼ିଥିଲେ। ହେଲେ ଏହି ପବିତ୍ର ଜାତୀୟ ସଙ୍ଗୀତକୁ ନେଇ ଏବେ ରାଜନୀତି ଚରମ ସୀମାରେ। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସିଡବ୍ଲ୍ୟୁସି ବୈଠକରେ ବନ୍ଦେ ମାତରମର କେବଳ ପ୍ରଥମ ଦୁଇଟି ପଦ ଗାଇବାକୁ ନିଷ୍ପତ୍ତି ନିଆଯିବା ପରେ ଏହାକୁ ନେଇ ଗର୍ଜିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଶାହା କହିଛନ୍ତି 1937 ମସିହାରେ ମୁସଲିମ ତୁଷ୍ଟିକରଣ ପାଇଁ କଂଗ୍ରେସ ବନ୍ଦେ ମାତରମକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ଯେତେବେଳେ ସେମାନେ ଦୁଇ ରାଷ୍ଟ୍ର ତତ୍ତ୍ୱକୁ ପ୍ରଶ୍ରୟ ଦେଲେ, ଦେଶ ବିଭାଜନ ମୂଳଦୁଆ ପକାଇଥିଲେ। ଆଜି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପୁଣି ସେହି ଭୁଲ ଦୋହରାଇଛି ଏବଂ ସଂସଦରେ ଆଇନକୁ ଅବମାନନା କରୁଛି। ଗୃହମନ୍ତ୍ରୀ କହିଛନ୍ତି ଯେ 1937 ମସିହାରେ କଂଗ୍ରେସ ନେଇଥିବା ନିଷ୍ପତ୍ତି ଐତିହାସିକ ଭୁଲ ଥିଲା। କଂଗ୍ରେସ ଦେଶ ଗଠନ ଅପେକ୍ଷା ଭୋଟ ବ୍ୟାଙ୍କ ରାଜନୀତିକୁ ପ୍ରାଧାନ୍ୟ ଦେଇଥିଲା। ମୋଦି ସରକାର ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତି ଅବସରରେ ଏହାର ପୂର୍ଣ୍ଣାଙ୍ଗ ରୂପକୁ ଆଇନଗତ ମାନ୍ୟତା ଦେଇ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଗାନ କରିବାକୁ ନିୟମ କରିଥିବା ବେଳେ କଂଗ୍ରେସ ଏହାକୁ ସ୍ୱୀକାର ନ କରି ଦେଶର ଭାବନାକୁ ଆଘାତ ପହଞ୍ଚାଉଛି ବୋଲି ଶାହା ସମାଲୋଚନା କରିଛନ୍ତି। ଅପରପକ୍ଷରେ ବିଜେପିର ଅଭିଯୋଗକୁ ସୁଜାସୁଜି ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ। କଂଗ୍ରେସ ନେତାମାନେ ସଫେଇ ଦେଇଛନ୍ତି ଯେ 1937ରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ଓ ରବୀନ୍ଦ୍ରନାଥ ଠାକୁରଙ୍କ ସହମତିରେ ହିଁ ପ୍ରଥମ ଦୁଇଟି ପଦ ଗାଇବାର ପରମ୍ପରା ଆରମ୍ଭ ହୋଇଛି। ମୂଳ ପ୍ରସଙ୍ଗକୁ ଧ୍ୟାନ ହଟାଇବା ପାଇଁ ବିଜେପି ଏହାକୁ ନେଇକି ରାଜନୀତି କରୁଛି ବୋଲି କଂଗ୍ରେସ ପାଲଟା ଆକ୍ରମଣ କରିଛି। ସୋସିଆଲ ମିଡିଆରୁ ଆରମ୍ଭ କରି ରାଜନୈତିକ ମଞ୍ଚ ପର୍ଯ୍ୟନ୍ତ ବନ୍ଦେ ମାତରମକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଜାତୀୟ ରାଜନୀତିକୁ ଗରମ କରିଛି। ଗୋଟିଏ ପଟେ ବିଜେପି ଏହାକୁ କଂଗ୍ରେସର ତୁଷ୍ଟିକରଣ ନୀତି ବୋଲି କହୁଥିବା ବେଳେ ଅନ୍ୟପଟେ କଂଗ୍ରେସ ଏହାକୁ ନିଜର ସ୍ୱାଧୀନତା ସଂଗ୍ରାମର ଐତିହ୍ୟ ବୋଲି ଦାବି କରୁଛି।